ପିଲାମାନେ ଏହା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ପତ୍ର ଲିଖନ। ଏହା ପ୍ରାୟତଃ ପରୀକ୍ଷାମାନଙ୍କରେ ଆସେ ଏବଂ ଏହା ତୁମ ପାଇଁ ମଧ୍ୟ ଜାଣିବା ଜରୁରୀ ଅଟେ। ଠିକ୍ ଅଛି, ଏହି ପତ୍ର ଲିଖନର ବିଷୟଟି ହେଉଛି ତୁମର ପାଠପଢ଼ା ବିଷୟ ଜଣାଇ ବାପାଙ୍କ ନିକଟକୁ ପତ୍ର ଲେଖ। ମନେକର ତୁମେ ଯଦି ତୁମ ମାମୁଁ ଘରେ ଥାଇ ପାଠ ପଢ଼ୁଛ କିମ୍ବା କୌଣସି ହଷ୍ଟେଲରେ ଥାଇ ପାଠ ପଢ଼ୁଛ, ତୁମ ପାଠପଢ଼ା ପ୍ରତି ତୁମର ଘର ଲୋକ, ତୁମର ବାପା ମା, ବଡ଼ ଭାଇ ଆଦି ସମସ୍ତେ ତୁମ ପାଠପଢ଼ାକୁ ନେଇ ଚିନ୍ତିତ ଅଛନ୍ତି। ସେଥିପାଇଁ ତୁମେ ଏକ ପତ୍ର ଲେଖିବ। ଠିକ୍ ଅଛି, ତେବେ କେମିତି ଲେଖିବ ତାହାର ସମ୍ପୂର୍ଣ୍ଣ ସରଳ ଧାରା ଆମେ ଏହି ଭିଡ଼ିଓରେ ଦେଇଛୁ। ନିଶ୍ଚୟ ତାହାର ଲାଭ ପାଇପାରିବ। ଠିକ୍ ଅଛି, ପ୍ରଥମେ ଲେଖିବ। କେମିତି ଲେଖିବ? ଏମିତି ଡାହାଣ ପଟେ ଲେଖିବ ତୁମର ସମ୍ପୂର୍ଣ୍ଣ ଆଡ୍ରେସ୍। ଠିକ୍ ଅଛି, ମୁଁ ଲେଖୁଛି କେସି ଟାଉନ୍ ହାଇସ୍କୁଲ ବ୍ରହ୍ମପୁର। ମନେକର ଏଇଠି ତୁମେ ରହୁଛ। ତା ତଳକୁ ଲେଖିବ ତାରିଖ। ଠିକ୍ ଅଛି, ତୁମେ ଯେଉଁଦିନ ଏଇ ପତ୍ରଟି ଲେଖୁଛ ସେଇ ତାରିଖ ଏଇଠି ଦେବ। ଠିକ୍ ଅଛି, ତାପରେ ତା ତଳକୁ ବାମ ପଟକୁ ଲେଖିବ ପୂଜନୀୟ ବାପା, ତାପରେ ଦେବ କମା, ତାପରେ ଲେଖିବ ତା ତଳକୁ ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବ। ବୋଉ ଓ ବଡ଼ ଭାଇମାନଙ୍କୁ ମୋର ନମସ୍କାର ଓ ମାମୁନିକୁ ସ୍ନେହ ଜଣାଇଦେବ। ଆଶା କରେ ସମସ୍ତେ ଭଲରେ ଥିବେ। ବଡ଼ ଭାଇଙ୍କ ଠାରୁ ଚିଠି ପାଇଲି ଯେ ସେ ଓ ତୁମ୍ଭେମାନେ ମୋ ପାଠପଢ଼ା ବିଷୟରେ ବହୁ ଚିନ୍ତିତ। ଏହା ତ ଏକ ସ୍ୱାଭାବିକ କଥା, କାରଣ କାହାର ବାପା ମା, ଭାଇ ଏବଂ ଆତ୍ମୀୟ ସ୍ୱଜନମାନେ ପିଲାର ପଢ଼ା କଥା ଚିନ୍ତା ନ କରନ୍ତି। ମୋର ଟେଷ୍ଟ ପରୀକ୍ଷା ସରିଯାଇଛି। ସବୁ ବିଷୟରେ ମୁଁ ମଧ୍ୟ ଉତ୍ତମ ନମ୍ବର ରଖିଛି। ତଥାପି ମୋତେ ବିଶେଷ ପରିଶ୍ରମ କରିବାକୁ ପଡ଼ୁଛି। ଏଠାକାର ଶିକ୍ଷକ ଶିକ୍ଷୟିତ୍ରୀମାନେ ସର୍ବଦା ସୁପରାମର୍ଶ ପ୍ରଦାନ କରୁଛନ୍ତି। ଶ୍ରେଣୀରେ ସେମାନେ ପାଠ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବରେ ସାରି ଦେଇଛନ୍ତି। ମଝିରେ ମଝିରେ ଆମ୍ଭମାନଙ୍କର ତତ୍ତ୍ୱ ମଧ୍ୟ ନେଉଛନ୍ତି ଓ ବିଦ୍ୟାଳୟର ସୁନାମ ରକ୍ଷା କରିବା ନିମିତ୍ତ ବାରମ୍ବାର ପ୍ରେରଣା ଦେଉଛନ୍ତି। ଏଥିସକାଶେ ମୁଁ ବିଭିନ୍ନ ଉଚ୍ଚମାନର ପୁସ୍ତକ ଓ ପତ୍ରପତ୍ରିକା ପାଠ କରୁଛି। ବର୍ତ୍ତମାନ ମୁଁ ବହୁ ସମୟ ପାଠପଢ଼ାରେ ଧ୍ୟାନ ଦେଉଛି। ପ୍ରଶ୍ନମାନଙ୍କର ଉତ୍ତର ଆବଶ୍ୟକ ସ୍ଥଳରେ ଶିକ୍ଷକମାନଙ୍କୁ ପଚାରି ବୁଝୁଛି। ସେମାନଙ୍କ ସ୍ନେହ, ସହାନୁଭୂତି ଓ ଶ୍ରଦ୍ଧା ନିକଟରେ ମୁଁ ଋଣୀ। ମୁଁ ଏଠାରେ ଭଲ ଅଛି। ମୋ ପାଇଁ ଆଦୌ କେହି ବ୍ୟସ୍ତ ହେବ ନାହିଁ। ଇତି ଆପଣଙ୍କ ସ୍ନେହାଧୀନ ପୁତ୍ର। ତା ତଳକୁ ଲେଖିବ ତୁମର ନାମ। ପ୍ରକାଶ। ମନେକର ତୁମର ନାମ ହେଉଛି ପ୍ରକାଶ। ତା ତଳକୁ ଲେଖିବ ଠିକଣା। ବାମ ପଟରେ ଲେଖିବ ପ୍ରେରକ। ଅର୍ଥାତ୍ ଏଠାରେ ରହିବ ତୁମର ସମ୍ପୂର୍ଣ୍ଣ ଠିକଣା। ତାପରେ ଡାହାଣ ପଟକୁ ଲେଖିବ ପ୍ରାପକ, ଅର୍ଥାତ୍ ଯିଏ ପ୍ରାପ୍ତ କରିବେ, ଯିଏ ଏହି ଚିଠିଟିକୁ ପାଇବେ ତାଙ୍କର ଆଡ୍ରେସ୍, ତାଙ୍କର ଠିକଣା ଏଇଠି ସମ୍ପୂର୍ଣ୍ଣ ଠିକଣା ଦେବ। ଠିକ୍ ଅଛି, ତୁମର ସମ୍ପୂର୍ଣ୍ଣ ଠିକଣା ଦେବ। ପ୍ରେରକ ଶ୍ରୀ ପ୍ରକାଶ ରଞ୍ଜନ ପଟ୍ଟନାୟକ, 10ମ ଶ୍ରେଣୀ ଛାତ୍ର, ସେକ୍ସନ କ, କେସି ଟାଉନ୍ ହାଇସ୍କୁଲ ବ୍ରହ୍ମପୁର 1, ଜିଲ୍ଲା ଗଞ୍ଜାମ। ତାପରେ ପ୍ରାପକ ସ୍ଥାନରେ ସମ୍ପୂର୍ଣ୍ଣ ଆଡ୍ରେସ୍ ଦେବ ଶ୍ରୀ ଧରଣୀଧର ନାୟକ, ପ୍ରାକ୍ତନ ରେଳବାଇ ସେବା ସଂସ୍ଥା କର୍ମଚାରୀ, ଗ୍ରାମ ଭୀମଟାଙ୍ଗି, ପୁରୁଣା ଭୁବନେଶ୍ୱର, ପିନ୍ 751002। ଧନ୍ୟବାଦ ପିଲାମାନେ। ନିଶ୍ଚୟ ଭିଡ଼ିଓଟି ଭଲ ଲାଗିଥିବ। ଏମିତି ତୁମର ଆବଶ୍ୟକ ପଡ଼ୁଥିବା କୌଣସି ରଚନା ହେଉ, କୌଣସି ପତ୍ର ଲିଖନ ହେଉ କିମ୍ବା ଯେକୌଣସି ପ୍ରଶ୍ନ ଏମିତି ଭିଡ଼ିଓ ମାଧ୍ୟମରେ ପାଇବାକୁ ନିଶ୍ଚୟ ତୁମେ କମେଣ୍ଟ କରିବ। ଆମେ ଯଥାଶୀଘ୍ର ତାହାର ଉତ୍ତର ଅଥବା ସେହି ଭିଡ଼ିଓଟି ପ୍ରସ୍ତୁତ କରି ଆମେ ରିଲିଜ୍ କରିବୁ। ଠିକ୍ ଅଛି।
ଧନ୍ୟବାଦ।